କିଛି ବି କାର୍ଯ୍ୟ କରିବା ପୂର୍ବରୁ ଆମେ ମାଙ୍କୁ ସ୍ମରଣ କରିଥାଉ କାହିଁକି ନା ମା ଯଦି ଆମ ସାଥିରେ ଅଛନ୍ତି ତାହେଲେ କୌଣସି କାର୍ଯ୍ୟରେ ବାଧା ବିଘ୍ନ ଘଟିନି କି କେବେ ଘଟିବ ନାହିଁ ସେଥିପାଇଁ ତ ଆମ ପ୍ରଥମ ଦେବତା ହେଉଛନ୍ତି ଆମ ମା ତ ସେହି ମାଙ୍କ ପାଇଁ ବୋଲି ଗୋଟିଏ ଛୋଟ କବିତା ମା କୋଳରେ ଶୋଇ ପଡ଼ିଥିଲି କିଛି ସମୟ ପାଇଁ ମା କୋଳରେ ଶୋଇ ପଡ଼ିଥିଲି କିଛି ସମୟ ପାଇଁ ଏମିତି ଲାଗିଲା 7 ଜନ୍ମର ନିଦଟିଏ ପାଇଗଲି ମୁଁ ଆଗରୁ କେବେ ଏମିତି ହେଇନଥିଲା ଭାଇ ଗଦି ପଲକରେ ଥାଇ ମା କୋଳ ଠାରୁ ବଡ଼ ଜାଗା ଏ ଦୁନିଆରେ କୋଉଠି ନାହିଁ তবে আমার JAS ড্যান্স একাডেমি তরফରୁ ଗୋଟିଏ ସୁନ୍ଦର ଭଜନ ପ୍ରସ୍ତୁତ କରି ଗାଉଛନ୍ତି ଆମ ଡ୍ୟାନ୍ସ କଳାକାର ମାନେ ଆଉ ଭଜନର ନାଁ ହେଉଛି ଜଗା କାଳିଆ ତ ଆପଣମାନଙ୍କୁ ଏତିକି ବିନତି ଅନୁରୋଧ କରୁଛି ଆମର କଳାକାର ମାନଙ୍କୁ ଜୋରଦାର ତାଳି ଦେଇ ସ୍ୱାଗତ କରନ୍ତୁ ତ ପ୍ଲିଜ ୱେଲକମ୍ ଟୁ JAS ଡ୍ୟାନ୍ସ ଗ୍ରୁପ ତରଫରୁ ଆସିଥିବା ଆମର କଳାକାର ମାନେ ଆସିଯାଆନ୍ତୁ ଷ୍ଟେଜ ଉପରକୁ।